এইଭଳିଆ ଦେଖନ୍ତୁ ବହୁତ ବଡ଼ ବଡ଼ ମୂଳା ହେଇଛି। ତାଙ୍କ ପାଣି ବାହାରୁଛି ଏଇଠି ପାଣି ସବୁ ଯେଉଁ ମୂଳା ସବୁ ଧୁଆ ଧୁଇ କରାହେଉଛି ଦେଖନ୍ତୁ। ଆଉ ତ ନମସ୍କାର ସାଙ୍ଗମାନେ, ଆଉ ଏକ ନୂଆ ଭିଡ଼ିଓକୁ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କୁ ଦେଖେଇବି ଗାଁରେ ସବୁ କେମିତି ପରିବା ଚାଷ କରାହୁଏ, ଏସବୁ ଆପଣମାନଙ୍କୁ ଦେଖେଇବି। ଆଉ ଏଇଟା ହେଲା ଆମ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ କୁସୁମୀ ବ୍ଲକ ତଲପୋଖରୀ ପଞ୍ଚାୟତ ଭଣ୍ଡନ ଗାଁକୁ ଆସି ପହଞ୍ଚିଛି। ଆଉ ଏପଟେ ରହିଛି ତାଙ୍କ ହେଲା ବିଲ ରହିଛି, ଏଇ ବିଲରେ ସବୁ ପରିବା ଲଗା ହେଇଛି। ଆଉ ପରିବା ସବୁ କ'ଣ କ'ଣ ସବୁ ଲଗା ହେଇଛି ଏସବୁ ଆପଣମାନଙ୍କୁ ଦେଖେଇବି। ଏବେ ଚାଲନ୍ତୁ ଯିବା ବିଲକୁ, ଆଉ ସେ ପରିବା କ'ଣ କ'ଣ ସବୁ ଲଗା ହେଇଛି ଆଉ କେତେ କ'ଣ ହେଇଛି ଏସବୁ ଯାଇକି ଦେଖିବା। ଆଉ ଏଇଭଳିଆ ଦେଖନ୍ତୁ, ଏଇଭଳିଆ ରହିଛି ଭଣ୍ଡନ ଗାଁ। ଆଉ ଏଇଟା ଏଇଭଳିଆ ଗୋଟେ ଟ୍ୟୁବୱେଲ୍ ରହିଛି। ଆଉ ଏପଟେ ଆଗକୁ ହେଲା ତାଙ୍କ ପରିବା ଏଇଠି ଆଗରେ ସେଠି ବିଲରେ ଚାଷ କରାହେଉଛି। ଆଉ ଏଇଠି ଗୋଟେ ବୋର୍ଡ଼ ଲାଗିଛି, ଆମ ଓଡ଼ିଶା ନବୀନ ଓଡ଼ିଶା, ଜିଲ୍ଲା ମୟୂରଭଞ୍ଜ, ବ୍ଲକ କୁସୁମୀ, ଗ୍ରାମ ପଞ୍ଚାୟତ ତଲପୋଖରୀ, ଗ୍ରାମ ଭଣ୍ଡନ, ଏସବୁ ଲେଖା ହେଇଛି। ଏବେ ଚାଲନ୍ତୁ ଯିବା ତାଙ୍କ ପରିବା ଯେଉଁ ଚାଷ କରାହେଉଛି ସେଠି ଯାଇକି ଦେଖିବା କ'ଣ କ'ଣ ସବୁ ପରିବା ଚାଷ କରାହେଉଛି ଏସବୁ ଯାଇକି ଦେଖିବା। ଆଉ ଏଇଟା ଗୋଟେ ବଡ଼ ବରଗଛ ରହିଛି। ଆଉ ଏଠି ଜାଲରେ ହେଲା ଚାରିଆଡ଼େ ଘର କରାହେଇଛି। ଆଉ ଏଇଟା ରହିଛି ତାଙ୍କ ରାସ୍ତା ଭିତରକୁ ଯିବା ପାଇଁ। ଆଉ ଏଠି ଖୋଲିକି ଭିତରକୁ ଯିବା। ତ ଏବେ ମୁଁ ପହଞ୍ଚି ଆସିଛି ଚାଷ ବଗିଚାକୁ। ଏଇଭଳିଆ ଦେଖନ୍ତୁ ରହିଛି ଭିଉ, ବହୁତ ବଢ଼ିଆ ସୁନ୍ଦର। ଆଉ ଏଇଠି ରହିଛି ତାଙ୍କ ଗୋଟେ ମାଚା ରହିଛି, ଏଇଠି ବସିକି ତାଙ୍କ ଏଠି ଜଗନ୍ତି, ଏଇଠି ଯୋଗାଳି ମାନେ ଏଠି ରୁହନ୍ତି। ଏଇଭଳିଆ ମାଚା ବନେଇଛି, ଏଇଟା ହେଲା ବାଉଁଶରେ ବନାଇଛି। ଦେଖନ୍ତୁ କେତେ ବଢ଼ିଆ ଛାଇ ବି ରହିଛି ଏଠି। ଖରା ଦିନରେ ହେଲା ଏଇଠି ବସିକି ଜଗନ୍ତି, ଏଇଭଳିଆ ଅଛି। ଆଉ ଏଇଟା ରହିଛି ତାଙ୍କ ପାଣି ଯେଉଁ ସପ୍ଲାଏ ହୁଏ, ଯେଉଁ ଗଛ ଗୁଡ଼ାକୁ ସପ୍ଲାଏ ହୁଏ ପାଣି, ଏଇଟା ରହିଛି ତାଙ୍କ ହେଲା ପାଇପ୍ ରହିଛି। ଏଠି ଦେଖନ୍ତୁ ଏଠି ହଲ୍ ରହିଛି, ଏଇଟା ଗୋଟେ ଗୋଟେ ଗଛକୁ ଯିବ ଏଇଟା ସବୁ ଏଇଭଳିଆ। ଆଉ ଏଠି ଗୋଟେ ଅଛି। ଆଉ ଏଇଠି ରହିଛି ଗୋବର ଖତ ସବୁ ଶୁଖା ହେଇଛି, ଏଠି ଦେଖନ୍ତୁ ଏଇଭଳିଆ ରଖା ହେଇଛି ଏଠି। ଆଉ ଏଇ ଗୋବର ଖତ ସବୁ ରହୁଛି ତାଙ୍କ ପରିବାରରେ। ଆଉ ଏଇଠି ଗୋଟେ ରହିଛି ତାଙ୍କ ତିରପାଲ ଛାଉଣି ଘର ଗୋଟେ ରହିଛି। ବାବୁ ଏଠି କି କରୁଛୁ? ଜଗିଛୁ? ଆଚ୍ଛା, ଏଇଭଳିଆ ଅଛି ଦେଖନ୍ତୁ। ଆଉ ଏଇଟା ରହିଛି ତାଙ୍କ ପାଣି ମେସିନ୍, ଏଇଭଳିଆ ରହିଛି ଦେଖନ୍ତୁ। ଆଉ ଏଠୁ ହେଲା ପାଣି ହେଲା ଏଠି ଗୋଟେ ଝରଣା ଅଛି, ସେ ଝରଣାରୁ ପାଣି ଆସୁଛି। ଏଠି ବୋରିଂ ହେଇନି, ଏଇଭଳିଆ ଅଛି। ଆଉ ଏଇଠୁ ସପ୍ଲାଏ ହେଉଛି ପାଣି ହେଲା ସେଇ ଗଛକୁ। ଏଇଟା ରହିଛି ବାଇଗଣ ଗଛ ଦେଖନ୍ତୁ, ଏଇଭଳିଆ ରହିଛି। ଆଉ ଏଇ ଯେଉଁ ଦେଖନ୍ତୁ ଏଇଟା ଗୋଟେ ପାଇପ୍ ରହିଛି, ଏଇଟା ପାଇପ୍ ଏଠି ବନ୍ଦ କରିବି ହେବ କି ଚଲେଇ ବି ହେବ। ଏଇଭଳିଆ ପାଇପ୍କୁ ଏଇଠି ଭିତରେ ପୁରା ହେଇଛି। ଆଉ ଏଇଭଳିଆ ପାଣି ସପ୍ଲାଏ ହୁଏ ଗଛକୁ। ଆଉ ଏଇଟା ବାଇଗଣ ଗଛ ରହିଛି, ଦେଖନ୍ତୁ କେତେ ବଡ଼, ଏଇ ଚାରି ସେ ଲମ୍ବା କେତେ ଦୂର ପର୍ଯ୍ୟନ୍ତ ରହିଛି ବାଇଗଣ ଗଛ। ଏପଟେ ବି ରହିଛି ବାଇଗଣ ଗଛ ଲଗା ହେଇଛି ଦେଖନ୍ତୁ, ଏଇଭଳିଆ। ଏଇଟା ବି ବହୁତ ବଡ଼ ଜାଗାରେ ରହିଛି ବାଇଗଣ ଗଛ ସବୁ ଲଗା ହେଇଛି। ଏଇଭଳିଆ ରହିଛି ବାଇଗଣ ଗଛ ସବୁ ରହିଛି ଦେଖନ୍ତୁ। ଏଠି କିଛି ଗଛ ଲଗା ହେଇନି ନା, ଏଠି ରହିବ ବିଲାତି ଗଛ ଲଗା ହେବ। ଆଉ ଏଠି ବିଲାତି ଗଛ ଲଗା ହେଇନି। ଆଉ ଏଇଭଳିଆ ଦେଖନ୍ତୁ ଏଇଠି ଆପଣମାନେ ଦେଖିଲେ ଦୁଇଟା ଯେଉଁ ବିଲ ରହିଛି, ଏଇଠି ଦୁଇଟା ଯେଉଁ ଏଠି ବାଇଗଣ ସବୁ ଲଗା ହେଇଛି। ଆଉ ଏଇଠି ଦେଖନ୍ତୁ ଏଇଠି ସବୁ ମୂଳା ଲଗା ହେଇଛି, ଦେଖନ୍ତୁ କେତେ ବଡ଼ ଜାଗାରେ, କେତେ ବଡ଼ ଏରିଆ ରହିଛି। ଏତିକି ବଡ଼ ଏରିଆରେ ଏଠି ସବୁ ମୂଳା ଲଗା ହେଇଛି।
ଏଭଳିଆ ଦେଖନ୍ତୁ ମୁଢ଼ା ସବୁ ହେଇଯାଇଛି। ଏଗୁଡ଼ା ବିକ୍ରି କରୁଛନ୍ତି। ତ ସାଙ୍ଗମାନେ ଏବେ ତ ବାଇଗଣ ହେଇନି, ଏଠି ଫଳିନି। ଆଉ ମୁଢ଼ା ସବୁ ଯେତେ ବି ରହିଛି ଏଗୁଡ଼ା ସବୁ ବେପାରୀ ଆସିକି ନେଉଛନ୍ତି। ଏଇଭଳିଆ ଦେଖନ୍ତୁ, ଏଇଭଳିଆ ଚାଷ କରାହେଇଛି। ଯେଉଁ ଏଠି ରହିଛି ମୁଢ଼ା ରହିଛି, ଆଉ ସେପଟେ ରହିଛି, ପଛପଟେ ରହିଛି, ଏପଟେ ଦେଖନ୍ତୁ ଏପଟେ ବାଇଗଣ ସବୁ ଗଛ ରହିଛି। ଆଉ ବାଇଗଣ ଫଳିନି। ଏଇ ଯେଉଁ ମୁଢ଼ା ସବୁ ଧୁଆ ହେଉଛି ଏଗୁଡ଼ା ହାଟ ନେଇଯିବ ନା? ଆଜି କେଉଁଠି ହାଟ? ଆଜି ବାଦଳା ହାଟ। ଆଜି ତ ଶନିବାର ଦିନ, ବାଦଳା ଡେଲି ମାର୍କେଟକୁ ନେଇଯିବ ନାଇଁ? ଏଇଭଳିଆ ଦେଖନ୍ତୁ, ଏଇଟା ଗୋଟେ ମୁଢ଼ା ରହିଛି। ଏଇଟା ଗୋଟେ ଖାଇକି ଦେଖିବା କେମିତି ଲାଗୁଛି, କେମିତି ଟେଷ୍ଟ ଅଛି। ମୂଳାର ବଢ଼ିଆ ଟେଷ୍ଟ ଅଛି। ଆଉ ରାଗ ବି, ମୂଳାର ରାଗ ବି ବହୁତ ଅଛି। ବହୁତ ହି ବଢ଼ିଆ, ବହୁତ ରାଗ ଆଉ ଖାଇବ ନାହିଁ। ମୂଳା ପ୍ରାୟ ଆମେ ଛୋଟ ଥିଲୁ ବେଳେ ବହୁତ ମୂଳା ଖାଉଥିଲୁ, ମାନେ ଚୋର କରି ଖାଉଥିଲୁ ମୂଳା ସବୁ। ଆଉ ମୂଳାଟା ହେଲା ବହୁତ ହି ରାଗ ଥିଲା, ଆଉ ବହୁତ ହି ବଢ଼ିଆ ଟେଷ୍ଟ ବି ରହିଛି। ଆଉ ଏଭଳିଆ ଦେଖନ୍ତୁ, ଏଭଳିଆ ଚାଷ କରାହେଇଛି ଏଠି। ଆଉ ଏଇଠି ସବୁ ମୂଳା ସବୁ ଧୁଆ ହେଇଛି ଦେଖନ୍ତୁ। ଏ ଧୁଆ ହେଇକି ଏଠି ରଖାହେଇଛି। ଆଉ ଏଗୁଡ଼ା ସବୁ ମାର୍କେଟକୁ ଯିବ, ବିକ୍ରି କରିବା ପାଇଁ ନେବେ ମୂଳା ଗୁଡ଼ା। ଆଉ ଏଇଭଳିଆ ଦେଖନ୍ତୁ, ବହୁତ ବଡ଼ ବଡ଼ ମୂଳା ହେଇଛି। ତ ସାଙ୍ଗମାନେ, ଏଇଟା ହେଲା ଏଇ ଯେଉଁ ଦେଖୁଛନ୍ତି ପରିବା ଯେଉଁ ଏଠି ଚାଷ ହେଇଛି, ଏ ବଡ଼ ଜାଗାରେ ସବୁ ଚାଷ କରାହେଇଛି। ଏଇଟା ହେଲା ସୁନୀଲ ଭାଇ ଜଣେ ଅଛନ୍ତି। ଆଉ ସେମାନେ ଚାଷ କେମିତି କରିଛନ୍ତି, ଆଉ କେମିତି ଚାଷ କଲାବେଳକୁ କେମିତି ଏଇ ଯେଉଁ ମୂଳା ସବୁ, ବାଇଗଣ ସବୁ କେମିତି ଲଗେଇଥିଲେ, ଏସବୁ ବୁଝିବା ସେମାନଙ୍କୁ। ଆଉ ଏ ରହିଛନ୍ତି ଆମ ସୁନୀଲ ଭାଇ, ଭଣ୍ଡନ ଗାଁର। ଆଉ ଏମାନେ ହେଲା ଆର୍ଟିଷ୍ଟ, କାମ ବି କରନ୍ତି। ବହୁତ ବଢ଼ିଆ ସୁନ୍ଦର ଭାବରେ କାନ୍ଥରେ ଚିତ୍ର ସବୁ ଆଙ୍କନ୍ତି। ଆଉ ଭାଇ ଏଇ ସବୁ ମୂଳା ଆଉ ବାଇଗଣ ସବୁ କେମିତି ଲଗେଇଥିଲେ ଟିକେ କହିଦିଅନ୍ତୁ। ଏଗୁଡ଼ା ଖରାବେଳେ ସବୁ ଟ୍ରାକ୍ଟରରେ ହଳ କରିକି ମୂଲିଆ ସାହାଯ୍ୟରେ ଆଡ଼ି କଲୁ। ଆଡ଼ି ବନେଇକି ସେଇଠି ଗୋଟେ 4 ଇଞ୍ଚ 5 ଇଞ୍ଚ ଡିଫରେନ୍ସରେ ମଞ୍ଜି ସବୁ ଦେଲୁ। ଏଟା ନୂଆ କରି ଚାଷ କରୁଥିଲୁ, ତ ହେବ କି ନହେବ ଆମେ ବି ଟିକେ ଏତେ ମାନେ କନଫର୍ମ ନଥିଲୁ। ଆଉ ସେଇ ଭିତରେ ସବୁ ଠିକ୍ଠାକ୍ ସାର ଫାର ସବୁ ଭିଟାମିନ୍ ସବୁ ଦିଆ ହେଲା ପରେ ଏଇଭଳିଆ ଦେଖିପାରୁଥିବେ, ବଢ଼ିଆ ହିଁ ହେଇଛି। ବହୁତ ବଢ଼ିଆ ହେଇଛି ମୂଳା ସବୁ ନାଇଁ? ହଁ ଏଠି ଗୋବର ଖତ ବି ଦିଆହେଇଛି ହଁ, ନା? ଗୋବର ଖତ ଦିଆହେଇଛି, ସାର କିଛି ଦିଆହେଇଛି ମୂଳ ସାର ହିସାବରେ। ସେ ଆଗରେ ସେ ନାଲିରେ ଆଡ଼ିରେ ଦେଇକି ସେଠି ସବୁ ମଞ୍ଜି ସବୁ ଦେଲୁ। ମୁଁ ଖାଇଥିଲି, ଗୋଟେ ମୂଳା ବି ଖାଇଥିଲି, ବହୁତ ବଢ଼ିଆ ଟେଷ୍ଟ ବି ରହିଥିଲା। ଆଉ ରାଗ ବି ଟିକେ ରହିଛି, ବହୁତ ବଢ଼ିଆ। ଆଉ ଏଇ ମାତ୍ର ମୂଳା ବେଶୀ ଦିନ ନାହିଁ, ଏଇଟା 30 ଦିନ ହେଇଛି। ଏଟା 30 ଦିନରେ ଏଇ ମୂଳା ସବୁ ହେଇଛି ନାଇଁ? ହଁ, 30 ଦିନ ହେଇଛି। ବହୁତ ବଢ଼ିଆ, ବେଶୀ ବହୁତ ବଡ଼ ଦିନ ବଡ଼ ହେଇନି। ମୂଳା ସବୁ ହେଇଛି ଦେଖନ୍ତୁ, ବହୁତ ବଡ଼ ବଡ଼ ରହିଛି। ଆଉ କ'ଣ ନିଜେ ବିକ୍ରି କରୁଛନ୍ତି ନା ବେପାରୀ ମାନଙ୍କୁ ଦେଉଛନ୍ତି? ନା, ନିଜେ ବି କରୁଛୁ। ଆଉ ଏତେ ବଡ଼ ଯେହେତୁ ମାନେ ପାଖାପାଖି 2 ଏକର ପାଖାପାଖି ହେବ, ତ ନିଜେ ବିକ୍ରି କରିବା ତ ଏତେ ହେଇପାରିବ ନାହିଁ। ସବୁ ମୋ ବେପାରୀମାନଙ୍କୁ ପାଣିରେ, ହଁ, ବେପାରୀ ଆଚ୍ଛା। ଗୁଡ଼ାକୁ ଆଉ ଆସୁଛନ୍ତି। ସେ ବେପାରୀମାନଙ୍କୁ କେତେ ଟଙ୍କା କିଲୋ ହିସାବରେ ଦେଉଛନ୍ତି? ସେମାନଙ୍କୁ ଦେଉଥିଲୁ 30ରେ ଦେଉଥିଲୁ। ଏବେ ସେମାନଙ୍କୁ ଟିକେ କମେଇକି 27 ଟଙ୍କାରେ ଦେଉଛୁ। 27 ଟଙ୍କା କିଲୋ ରହିଛି ହଁ ମୂଳା। ହଁ ଆଉ ବାଇଗଣ ସବୁ ହଁ, ସେଇଗୁଡ଼ା ହେଇନି ଏଗୁଡ଼ା? ହଁ, ଏଗୁଡ଼ା 25 ଦିନର ଗଛ। ଏଇଟା 25 ବେଶୀ, ଦିନର ଗଛ ନାଇଁ? ହଁ, 25 ଦିନ ହେଇଛି। ଏଗୁଡ଼ା ଆଚ୍ଛା। 2 ମାସ
ହେଲା ବେଳକୁ ଫଳ ହେଇଯିବ। ଆରମ୍ଭ ହେବନି। ହଁ ବାଇଗଣ ଫଳ ସବୁ 2 ମାସରେ ଏଗୁଡ଼ା ସବୁ ଫଳିବନି। ଏଗୁଡ଼ା ସବୁ ଗ୍ରାଫ୍ଟିଂ ବାଇଗଣ ମାନେ ଗ୍ରାଫ୍ଟିଂ ବାଇଗଣ। ରାୟପୁରରୁ ସବୁ ଚାରା ଅଣା ହେଇଥିଲା। ଆଚ୍ଛା, ଏଟା ହେଲା ରାୟପୁରର ଚାରା ସବୁ ରହିଛି। ହଁ ଆଉ ଏଇ ମୂଳା ସବୁ ଏଇସବୁ ଲୋକାଲ ମାର୍କେଟରୁ। ଏଟା ଲୋକାଲ ମାର୍କେଟର ମୂଳା ସବୁ ନେଇ। ବହୁତ ବଢ଼ିଆ ଭାଇ, ଆଉ ବହୁତ ବଡ଼ ମାନେ 2 ଏକର ପାଖାପାଖି ରହିଯିବ ଜାଗା ରହିଛି। ହଁ ଆଉ 2 ଏକର ଜାଗାରେ ଚାଷ କରୁଛନ୍ତି, ବହୁତ ବଡ଼ ଚାଷ କରୁଛନ୍ତି। ଗୋଟେ ଲାଇନ୍ ବାଇଗଣ କରାହେଇଛି, ଗୋଟେ ଲାଇନ୍ ମୁଡ଼ା। ଆଉ ଏଇଠି ଦେଖନ୍ତୁ ଏଇଭଳିଆ ତାଙ୍କ ହେଲା ଏଠି ପାଣି ଆସୁଛି ଏଠି। ଆଉ ଏପଟେ ବନ୍ଦ ସବୁ କରାହେଇଛି, ମାନେ ଏପଟକୁ ସାଇଡ୍ ସପ୍ଲାଏ ଦେବା ପାଇଁ ଏବେ ଦେଉନାହାନ୍ତି। କ'ଣ ପାଇଁ ନା ଏବେ ବର୍ଷା ହେଇଛି। ଆଉ ଏଇଟା ହେଲା ଲଘୁଚାପ, ଆଜି ଲଘୁଚାପ କିଛି ଦିନ ହେଉଛି, ଲଘୁଚାପ ରହିଛି। ଏଇଭଳିଆ କିଛି ସମୟ ପରେ ଟିକେ ଟିକେ ବର୍ଷା ବି ପଡ଼ୁଛି। ଆଉ ଏପଟେ ପାଣି ସପ୍ଲାଏ ବନ୍ଦ କରାହେଇଛି। ଆଉ ଏଠି ହେଲା ତାଙ୍କ ପାଣି ବାହାରୁଛି। ଏଠି ପାଣି ସବୁ ଯେଉଁ ମୂଳା ସବୁ ଧୁଆ ଧୁଇ କରାହେଉଛି ଦେଖନ୍ତୁ। ଆଉ ଏଇଭଳିଆ ଦେଖନ୍ତୁ ଭିଉ, ଏଠି ମାନେ ପାହାଡ଼ ସବୁ ଜଙ୍ଗଲ ପାହାଡ଼ ରହିଛି। ବହୁତ ବଢ଼ିଆ ସୁନ୍ଦର ଭିଉ ବି ରହିଛି ଦେଖନ୍ତୁ, ବହୁତ ହି ସୁନ୍ଦର ଲାଗୁଛି। ଆଉ ଏଇଠି ଦେଖନ୍ତୁ ଜଣେ ବେପାରୀ ଭାଇ ଜଣେ ଆସି ପହଞ୍ଚିଛନ୍ତି। ଭାଇ କ'ଣ ନେବେ ଆପଣ? ମୂଳା ଏ ମାର୍କେଟକୁ ନେବା ପାଇଁ, ଏଇଟା କିଣିକି ନେବେ ନା? ଆଚ୍ଛା, ଆଉ ଭାଇ ଜଣେ ଆସିଛନ୍ତି ମୂଳା ନେବା ପାଇଁ। ଏସବୁ ତାଙ୍କ ପାଇଁ ସବୁ ମୂଳା ତୁଳା ହେଇଛି, ଏଇଭଳିଆ ଉଠା ହେଇକି ସଫା କରାହେଇଛି। ଆଉ ଏଗୁଡ଼ା ସବୁ ନେଇକି ଯିବେ ଭାଇ ମାର୍କେଟକୁ ନେଇକି ବିକ୍ରି କରିବେ ଆପଣ ନିଜେ। କେତେ ଦିନ ହେଲାନି ବେପାର କରୁଛନ୍ତି? ବେଶୀ ଦିନ ନାହିଁ, 2 ମାସ ଖଣ୍ଡେ। 2 ମାସ ଖଣ୍ଡେ। ଆଚ୍ଛା, ନିଜେ ବି ଚାଷ। ନିଜେ ବି ଆପଣ ଚାଷ କରନ୍ତି? ହଁ ନିଜେ ବି ଚାଷ। ଏବେ ବାଇଗଣ ବାହାରୁଛି, ଜହ୍ନି, ରମା, ଆଚ୍ଛା ଟିକେ ମୂଳା ମିଶିକି ନେବା। ଆଚ୍ଛା। ତ ସାଙ୍ଗମାନେ ଆପଣମାନେ ଦେଖିଲେ ଏଇ ଯେଉଁ ଭନନ ଗାଁର ଗୋଟେ ଚାଷ ବଗିଚା ବହୁତ ବଡ଼ ଥିଲା, ପାଖାପାଖି 2 ଏକର ଚାଷ ବଗିଚା ରହିଛି। ଆଉ ଏଠି ବାଇଗଣ ଆଉ ଯେଉଁ ମୂଳା ସବୁ ଚାଷ କରାହେଇଛି। ଆଉ ଏଗୁଡ଼ା ସବୁ ବେପାରୀମାନଙ୍କୁ ଦିଆହେଉଛି, କିମ୍ବା ଏମିତି ବି ନର୍ମାଲି ଲୋକମାନେ ଯେଉଁମାନେ ଖାଇବା ପାଇଁ ଚାହୁଁଛନ୍ତି ସେମାନେ କିଛି କିଣିକି ନେଉଛନ୍ତି ବି ଏଠି। ଆଉ ନିଜ ବି ସେମାନେ ହାଟକୁ ବି ନେଉଛନ୍ତି, ହାଟ ମାର୍କେଟକୁ ନେଇକି ବି ବିକ୍ରି କରୁଛନ୍ତି। ଆଉ ବେପାରୀମାନଙ୍କୁ ବି ଦେଉଛନ୍ତି। ବେପାରୀମାନଙ୍କ ପାଇଁ ହେଲା 27 ଟଙ୍କା କିଲୋ ରହିଛି। ଆଉ ସେମାନେ ବେପାରୀମାନେ ବି ଆସିକି ନେଉଛନ୍ତି ଏଠି। ବହୁତ ସାରା ମୂଳା ରହିଛି ଏଠି, ଏବେ ବି ଅଛିନି, ସରିନି। ବହୁତ ମୂଳା ରହିଛି। ଆଉ ଏଇଭଳିଆ ଆପଣମାନେ ବି ଆସନ୍ତୁ ମୂଳା ନେବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଆସନ୍ତୁ। ଆଉ ତାଙ୍କ କଣ୍ଟାକ୍ଟ ନମ୍ବର ବି ରହିଛି। ଆଉ କଣ୍ଟାକ୍ଟ ନମ୍ବରରେ ଆପଣମାନେ କଲ୍ କରିକି ଆସନ୍ତୁ ଆଉ ନେଇକି ଯାଆନ୍ତୁ। ତ ସାଙ୍ଗମାନେ ଭିଡ଼ିଓକୁ ଏଇଠି ରଖୁଛି, ଆଉ ଥରେ ଦେଖା ହେବ ନେକ୍ସଟ ବ୍ଲଗ୍ରେ।